ବାଲେଶ୍ୱର ଦୀର୍ଘ ମାସ ପରେ ଖୋଲିଲା ନୀଳଗିରି ଅଞ୍ଚଳର କୁଲଢିଆ ଅଭୟାରଣ୍ୟ। ମୁଖ୍ୟ ଅତିଥି ଭାବେ ଡିଏଫଓ ପ୍ରଫୁଲ୍ଲ କୁମାର ମଲ୍ଲିକ ଗହିରାଭୋଳ ଗେଟ୍ ଖୋଲି ଉଦ୍ଘାଟନ କରିଛନ୍ତି। ଉଦୁଳା ଅଞ୍ଚଳର ସମନାଥପତିଙ୍କ ପରିବାର ହେଲେ ଚଳିତ ବର୍ଷର ପ୍ରଥମ ପର୍ଯ୍ୟଟକ। ଏନେଇ ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ 9ଟି ଟେଣ୍ଟ କରାଯାଇଥିବା ବେଳେ ଖାଦ୍ୟ ପାନୀୟ ସହିତ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏନେଇ ପର୍ଯ୍ୟଟକଙ୍କୁ ବନ ବିଭାଗ ପକ୍ଷରୁ ଫୁଲ ଗୋଛା ଦେଇ ମିଠା ଖୁଆଇ ସ୍ୱାଗତ କରାଯାଇଛି। ଦୀର୍ଘ ମାସ ପରେ କୁଲଢିଆ ଅଭୟାରଣ୍ୟ ଖୋଲିଥିବାରୁ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ସୁଅ ଛୁଟିଛି। ଏନେଇ ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ କୁଲଢିଆର ପ୍ରକୃତିର ମଜା ନେଇ ଝରଣା, ବାଘ, ହରିଣ, ହାତୀ, ମୟୂର, ସାପ, ବିଭିନ୍ନ ପକ୍ଷୀ ବୁଲି ଦେଖିପାରିବେ ବୋଲି ଡିଏଫଓ ପ୍ରଫୁଲ୍ଲ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।